ସାଙ୍ଗ ମାନେ ଆଜିର ଭିଡ଼ିଓ ଠିକି ସ୍ୱାଗତ କରୁଛି ମୁଁ। ଆଜି ଜାଗର ଚତୁର୍ଦ୍ଦଶୀ, ସେଥିଲାଗି ମୁଁ ଆଜି କେତେ ମାଳ କରିଛି ଠାକୁରଙ୍କ ପାଇଁ, ସବୁ ଠାକୁରଙ୍କ ପାଇଁ ଦେଖନ୍ତୁ। ସେ ରେଡ଼ି କରିକି ରଖିଛି। ଆଉ ଶିବଙ୍କର, ଆଠୁ ବୃଷଭଙ୍କର, ତାପରେ ମା ପାର୍ବତୀ, ଗଣେଶ, କାର୍ତ୍ତିକ, ଏଠୁ ସନ୍ତୋଷୀ ମା, ଶନି ମନ୍ଦିର, ଏଠୁ ହନୁମାନ ଆଉ ମଙ୍ଗଳା ସମସ୍ତଙ୍କ ପାଇଁ ରଖିଛି ମୁଁ ମାଳ କରିକି। ଦେଖୁନାହାନ୍ତି କେତେ ମାଳ କରିଛି ସମସ୍ତଙ୍କ ପାଇଁ। ଆଜି ମୁଁ ଏବେ ଠାକୁରଙ୍କ ଟିକେ ଯାଉଛି, ଆଉ ରାତିକି ତ ଯିବି ଜାଗର। ଆଉ ଏବେ ଯାଉଛି ଠାକୁରଙ୍କ ଟିକେ ଦେଇକି ମାଳ ଟିକେ ଆସିବି। ଆଉ ଏବେ ବୋଉ ବସି ଦେଖିପାରୁଥିବେ ଶାଗୁ କରୁଛି। ବୋଉ ଶାଗୁ ଏଇନା କ'ଣ ପିଇବୁ? ଏନେ ଶାଗୁ ମିଶ୍ରି ପାଣି ଏଠି ଥୋଇଛି। ଶାଗୁ ମିଶ୍ରି ପାଣି ପିଇଦେଲେ ଟିକେ ହବ। ଆଉ ଆସିକି ହେଲାଣି, ଗୋଟାଏ ବାଜିଲାଣି। ଆଉ ଟିକେ ଶାଗୁ ମିଶ୍ରି ପିଇଦେବା। ଆଉ ଦେଖିପାରୁଥିବେ ଏବେ ବୋଉ ସିମେଇ ଭାଜୁଛି। ବୋଉ ଏଇନା କ'ଣ ସିମେଇ ଭାଜୁଛୁ? ଏନେ ସିମେଇ ଭାଜିବି, ତାକୁ ପାଣି ଦେଇ ସିମେଇ ପା କରିବି, କ୍ଷୀର ଆଉ ଚିନି ପକେଇକି। ଆଗ ସେଥିପାଇଁ ଭଜା ହୁଏ ନା? ଆଉ ଆଗ ଜିରା ଆଉ ତେଜପତ୍ର ପକେଇକି ତେଲ ପକେଇକି ଭାଜୁଛି। ତାପଛରେ ଯାଇ ପାଣି ଦିଆହବ, ଲୁଣ ପଡ଼ିବ, ସେ ଟିକେ ସିଝିଲାଠୁ କ୍ଷୀର ପଡ଼ିବ। ଏବେ ସିମେଇରେ ବୋଉ କ୍ଷୀର ଢାଳୁଛି ନା? ଏବେ କ୍ଷୀର ପକେଇଲି, ଆଉ ଟିକେ ନାକୁ କ୍ଷୀରଟା ସିଝିଯାଉ, ଆଉ ଟିକେ ଗଲେ ଓହ୍ଲେଇଲା ଆସିକି ଚିନି ପକେଇବି। ଆଉ ତାପରେ ହେଇଯିବ ନା? ହଁ, ଆଜି ରାତିରେ ବୋଧେ ସିମେଇ ଠାକୁରଙ୍କଠୁ ଆଇଲେ ନା? ହଁ, ଠାକୁରଙ୍କଠୁ ଆଇଲେ, ମହାଦୀପ ଉଠି ସାଇଲେ, ଆସିଲେ ଘରକୁ। ସିମେଇ ଆଉ ପରଟା କରିଦେବି, ଖାଇବା। ଆଉ ଏବେ ବୋଉ ପରଟା ତିଆରି କରୁଛି ନା? ହଁ, ପରଟା ଏମିତି ହୁଏ ନା? ଆଉ ଆଗ ଭାଙ୍ଗିବ, ତାପରେ ବେଲିବ। ଆଉ ପରଟା ଏମିତି ହୁଏ ଜାଣିନୁ? ତୁ ପରଟା ଖାଉଛୁ କେମିତି ଭଙ୍ଗା ହେଇକି ହୁଏ ଜାଣିନୁ ନା? ଏବେ ଆମେ ଆସିକି ମନ୍ଦିରରେ ପହଞ୍ଚିଗଲୁ। ଦେଖିପାରୁଥିବେ କେତେ ଭିଡ଼ ହେଲେଣି ମନ୍ଦିରରେ। ଦେଖିପାରୁଥିବେ ଏବେ ଆମେ ପହଞ୍ଚିଗଲୁ ଆସିକି। ମନ୍ଦିରରେ ଆଗରୁ କେତେ ଭିଡ଼ ହେଇଗଲାଣି, ଆମେ ତଥାପି ଜଲ୍ଦି ଆସିକି ବି ଭିଡ଼ ହେଇଗଲାଣି। ଦେଖିପାରୁଥିବେ ମନ୍ଦିର ଉପରେ କେମିତି ସଜା ହେଇଛି, ମସ୍ତ ଲାଗୁଛି ଲିଚୁ ଗୁରା। ମନ୍ଦିରକୁ ଲିଚୁ ପୁରା ବଢ଼ିଆ ହେଇକି ସଜା ହେଇଛି। ଏଠି ଦେଖିପାରୁଥିବେ ଲୋକ ବସିଛନ୍ତି ଲାଇନ୍ ହେଇକି, ପୁରା ଦୀପ ଜାଳୁଛନ୍ତି ବସିକି। ଆମେ ବି ଦୀପ ଜାଳିବା। ଆଉ ଏକର ଫାଳରେ ଆସିକି ପୁରା ଲାଇଟ୍ ଲାଗିଥିଲା, ଧଳା ଲାଇଟ୍। ତ ଏକର ଫାଳରୁ ଆସିକି ମୁଁ କିଛି ଭିଉ ନେଇଥିଲି। ଦେଖିପାରୁଥିବେ ପୁରା ବଢ଼ିଆ ଦେଖାଯାଉଛି ସାଜସଜା। ସେକରେ କ'ଣ ଲାଇଟ୍ ନଥିଲା, ଏକରେ ଲାଇଟ୍ ଥିଲା, ବଢ଼ିଆ ଦେଖାଯାଉଛି। ଏକରେ ବି ଦେଖିପାରୁଥିବେ ଲୋକ ମଧ୍ୟ ବସିକି ଦୀପ ଜାଳୁଛନ୍ତି। ତ ଦେଖିପାରୁଥିବେ ଦୀପ ଜଳା ସଇଲା। ଏବେ ଆମର ମହାଦୀପ ଉଠିବା ଆରମ୍ଭ ହେଲାଣି। ଦେଖିପାରୁଥିବେ ମହାଦୀପ ଏବେ ଉଠିବ। ଆଗ 3 ଘେରା ମନ୍ଦିର ଚାରିକରେ ବୁଲା ହେବ, ତାପରେ ଏଠୁ ମହାଦୀପ ଉପରକୁ ଉଠିବ। ଦେଖିପାରୁଥିବେ ଏବେ ଦେଖିପାରୁଥିବେ ମହାଦୀପ ଆମର ଉପରକୁ ଉଠିବ। ଏଇଠି ପୁରା ଉଠିବ, ଉପରକୁ ପୁରା ଉଠିବ। ଦେଖିବାକୁ ବଢ଼ିଆ ଲାଗିବ। ନେସେଣି ପକା ହେଇଛି। ଏବେ ଦେଖିପାରୁଥିବେ ପୁରା ଉପରକୁ ନେଲେଣି, ପୁରା ଉପରେ ଥୁଆ ହେବ ମହାଦୀପ। ଆଉ ଦେଖୁଥାନ୍ତି ଭିଡ଼ିଓଟିକୁ। ଆଉ
ଏବେ ଦେଖିପାରୁଥିବେ ମହାଦୀପ ପୁରା ଉପରେ ଥୁଆ ହେଇସାରିଲାଣି। ଦେଖିପାରୁଥିବେ ହରିବୋଲରେ ହୁଳହୁଳିରେ ମନ୍ଦିର ପୁରା ଉଛୁଳି ପଡ଼ୁଛି। ଦେଖିପାରୁଥିବେ ସମସ୍ତେ ଠିଆ ହେଇଛନ୍ତି ବି ତଳେ। ଏବେ ଆମେ ମନ୍ଦିରରୁ ବାହାରି ଆସିଲୁଣି। ଏବେ ଦେଖିପାରୁଥିବେ ବାହାର ଭିଉ କିଛି ଏମିତି। ଆଉ ଏବେ ଆମେ ଯାଉଛୁ ଘରକୁ। ଏବେ ଦେଖନ୍ତୁ ଠାକୁରଙ୍କଠୁ ଆସିଲି, ମହାଦୀପ ଉଠି ସାରିଲା। ଆଉ ତାପରେ ଯେଉଁ ପଣା ଭୋଗ ହେଇଥିଲା ମହାଦୀପ ଉଠିଲା ବେଳେ, ସେ ପଣା ନେଇକି ଆସିଲୁ। ତାପରେ ସମସ୍ତେ ଘରେ ପାଇବୁ। ଆଉ ସିମେଇ ପରଟା ଫରଟା କରିଛୁ ଖାଇବୁ। ଆଉ ଏଇଠି ଭିଡ଼ିଓଟିକି ଶେଷ କରୁଛି। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଲାଇକ୍ କରି ସବସ୍କ୍ରାଇବ୍ କରନ୍ତୁ।